ମା ଦିବ୍ୟ ସମାଚାରରୁ ଆମେ ପଢିବା, ହଁ ସେ ଧ୍ୟାନ କରନ୍ତି, କିନ୍ତୁ 1930 ଶେଷ ଭାଗର ଗୋଟେ କଥା, ଆଶ୍ରମର ସାଧକ ମାନେ ଲକ୍ଷ୍ୟ କଲେ ସେମାନଙ୍କର ଜଣେ ସହକର୍ମୀ ସାଧକ ଘଣ୍ଟା ଘଣ୍ଟା ଆଖି ବୁଜି ଧ୍ୟାନସ୍ଥ ରହୁଛନ୍ତି। ସେମାନେ ତାଙ୍କର ଦୀର୍ଘ ଧ୍ୟାନସ୍ଥ ଅବସ୍ଥା ଓ ସାମର୍ଥ୍ୟ ଦେଖି ବହୁତ ଚକିତ ହୋଇଯାଇଥିଲେ ଏବଂ ସେ ଜଣେ ଖୁବ ଉଚ୍ଚ କୋଟିର ଆତ୍ମା ବୋଲି ସମସ୍ତଙ୍କର ଗୋଟେ ଧାରଣା ହୋଇ ଉଠିଥିଲା। এই ବିଷୟ ଶ୍ରୀଅରବିନ୍ଦଙ୍କ ଦୃଷ୍ଟିକୁ ଅଣାଗଲା। ଶ୍ରୀଅରବିନ୍ଦ ମନ୍ତବ୍ୟ ପ୍ରଦାନ ପୂର୍ବକ କହିଲେ, ହଁ 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 ସେ ଧ୍ୟାନସ୍ଥ ରହୁଛନ୍ତି, କିନ୍ତୁ ତାଙ୍କ ପତ୍ନୀଙ୍କ ବିଷୟରେ। ଦେଖନ୍ତୁ, ଆମେ ବାହାରକୁ ସିନା ଲୋକଙ୍କ ପାଖରେ ଲୁଚେଇ ପାରିବା, ହେଲେ ଭଗବାନଙ୍କ ପାଖରେ କେମିତି ଲୁଚେଇବ? ସେ ବାହାରକୁ ଧ୍ୟାନ ବହୁତ କରୁଛନ୍ତି, ତେଣୁ ଲୋକମାନେ କହିଲେ ଓ କେଡେ ବଡ ଉଚ୍ଚ କୋଟିର ଆତ୍ମା। କିନ୍ତୁ ଯେତେବେଳେ ଶ୍ରୀଅରବିନ୍ଦଙ୍କୁ ପଚରାଲେ, ଶ୍ରୀଅରବିନ୍ଦ ନ ପଚରା ହେବା ପର୍ଯ୍ୟନ୍ତ ଶ୍ରୀଅରବିନ୍ଦ କହୁନଥିଲେ, ଶ୍ରୀଅରବିନ୍ଦ ଯେତେ ପଚରାଲେ ସେ କହିଲେ ଧ୍ୟାନ କରୁଛନ୍ତି, କିନ୍ତୁ ତାଙ୍କ ପତ୍ନୀଙ୍କ ବିଷୟରେ।